22 ଓ 23 ଜାନୁଆରୀ 2026ରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଓ ସ୍ୱଦେଶୀ ମେଳା ଅନୁଷ୍ଠିତ ହୋଇଯାଇଛି, ଯାହା ଜାନୁଆରୀ 28, 2026 ପର୍ଯ୍ୟନ୍ତ ହେବ। ଏଥିରେ ମାନ୍ୟବର ସାଂସଦ ଲୋକସଭା ଶ୍ରୀମତୀ ମାଳବିକା ଦେବୀ ଶୁଭ ଉଦ୍ଘାଟନ କରିଥିଲେ ଓ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁଜିତ କୁମାର, ମାନ୍ୟବର ସାଂସଦ ରାଜ୍ୟସଭା କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ମାନ୍ୟବର ବିଧାୟକ ଜୁନାଗଡ଼ ସୁଜିତ କୁମାର ଦିଶାରୀ, ମାନ୍ୟବର ବିଧାୟକ ଲାଞ୍ଜିଗଡ଼ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ପାୱାର ସଚିନ ପ୍ରକାଶ, ଜିଲ୍ଲାପାଳ ଓ ଅନ୍ୟ ଅତିଥି ଥିଲେ। ସ୍ୱଦେଶୀ କଳା, କୁଟୀର ଶିଳ୍ପ, ହସ୍ତତନ୍ତ ଓ ଆହୁରି ଅନେକ ଛୋଟ ବାଣିଜ୍ୟ ବିଭିନ୍ନ ଷ୍ଟଲରେ ହୋଇଥିଲା। ନାରୀ ଶକ୍ତି ସ୍ୱାବଲମ୍ବୀ କେମିତି ହେବେ ସେ ବିଷୟରେ ଅତିଥିମାନେ ମତ ପ୍ରକାଶ କରିଥିଲେ। ତତ୍ପଶ୍ଚାତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ଶିଶୁ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। କଳାହାଣ୍ଡିରୁ କ୍ୟାମେରା ପର୍ସନ ପ୍ରସନ୍ନ ପଣ୍ଡାଙ୍କ ସହ ମୁଜଫର ଅଲିଙ୍କ ରିପୋର୍ଟ।